ଜୟ ଜଗନ୍ନାଥ ପିଲାମାନେ। ମ୍ୟାଟ୍ରିକର ଆଜି ଯେଉଁ ମ୍ୟାଥର 50 ଅବଜେକ୍ଟିଭ କ୍ୱେଶ୍ଚିନ୍ ଆସିଥିଲା, ସେଗୁଡ଼ିକୁ ଆମେ ବର୍ତ୍ତମାନ ଭିଡ଼ିଓ ମାଧ୍ୟମରେ ଡିସ୍କସ୍ କରିନେବା। ଏହା ସେଟ୍ ବି ରହିବ। ତୁମେମାନେ ନିଜର ସ୍କୋର କେତେ ରହିଲା ନିଜେ ଚେକ୍ କରିପାରିବ। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ ଦେଖିନେବା। କ'ଣ ଅଛି କି ଦତ୍ତବୃତ୍ତର ଇକେ, ଇଏମ୍ ଓ ଡିଏଫ୍ ସ୍ପର୍ଶକ ଅଟନ୍ତି। ଯଦି ଇକେ ଇକ୍ୱାଲ୍ ଟୁ 9 cm ହୁଏ, ତେବେ ସେ ପଚାରିଛି କି ତ୍ରିଭୁଜ DEF ର ପରିସୀମା କେତେ ହେବ। ତ ଏହାର ଯଦି ସଠିକ୍ ଆନ୍ସର ଦେଖିବା ତାହେଲେ ଅପସନ୍ ଡି ରହିବ ତୁମର ସଠିକ୍ ଆନ୍ସର, 18 ସେମି। ତୁମମାନେ ଚେକ୍ କରିନେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 2, ନିମ୍ନସ୍ଥ କେଉଁଟି cos 60 ଡିଗ୍ରୀ ସହ ସମାନ ନୁହେଁ। ତ ଏହାର ସଠିକ୍ ଆନ୍ସର ହେବ ତୁମର ଅପସନ୍ ଡି ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 3, ଦତ୍ତ ଚିତ୍ରରେ କେଉଁ କୋଣଟି APB ଚାପର ପରିପୂରକ ଚାପାନ୍ତରଲିଖିତ କୋଣ ଅଟେ। ତ ଏହାର ସଠିକ୍ ଆନ୍ସର ହେବ କ୍ୱେଶ୍ଚିନ୍ ନମ୍ବର 3 ଅପସନ୍ ଡି ହେବ। ଅପସନ୍ ଡି ହେବ ସଠିକ୍ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 4, ଦତ୍ତ ଚିତ୍ରରେ XY ସମାନ୍ତର BC ନିର୍ଣ୍ଣୟ କର। ତ କ୍ୱେଶ୍ଚିନ୍ ନମ୍ବର 4 ର ସଠିକ୍ ଆନ୍ସର ହେବ ତୁମର ଅପସନ୍ ସି ହେବ, 13.5 ସେମି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 5, ଜଣଙ୍କ ପାଖରେ 25 ପଇସି ଓ 50 ପଇସି ମୁଦ୍ରା ମିଶି 40ଟି ମୁଦ୍ରା ଥିଲା। ଯଦି ତାଙ୍କ ପାଖରେ ଥିବା ମୋଟ ମୁଦ୍ରାର ପରିମାଣ 12 ଟଙ୍କା 75 ପଇସା ହୁଏ, ତେବେ ତାଙ୍କ ପାଖରେ କେତୋଟି 50 ପଇସି ଥିଲା। ତ ଏହାର ସଠିକ୍ ଆନ୍ସର କ'ଣ ହେବ ନା କ୍ୱେଶ୍ଚିନ୍ ନମ୍ବର 5 ଅପସନ୍ ଡି ହେବ। ତ ଯେଉଁମାନେ ଅପସନ୍ ଡି ମାରିକି ଆସିଛ ସେମାନଙ୍କର ସଠିକ୍ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 6, ଦତ୍ତ ଚିତ୍ରରେ ଓ କେନ୍ଦ୍ରବିନ୍ଦୁ ବିଶିଷ୍ଟ ଏକ ବୃତ୍ତର AB ବ୍ୟାସ ଓ ଏଟି ଏକ ସ୍ପର୍ଶକ। ଯଦି କୋଣ ଏ ଓ କ୍ୟୁ ଇକ୍ୱାଲ୍ ଟୁ 58 ଡିଗ୍ରୀ ହୁଏ, ତେବେ କୋଣ ATQ ର ପରିମାଣ ନିର୍ଣ୍ଣୟ କର। କ୍ୱେଶ୍ଚିନ୍ ନମ୍ବର 6 ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ଏ ହେବ, 61 ଡିଗ୍ରୀ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 7, tan A plus B equal to √3 ଓ tan A minus B equal to 1/√3। 0 ଡିଗ୍ରୀ ଗ୍ରେଟର ଦ୍ୟାନ୍ A ପ୍ଲସ୍ B ଗ୍ରେଟର ଦ୍ୟାନ୍ 90 ଡିଗ୍ରୀ ହୁଏ ଏବଂ A ଲେସ୍ ଦ୍ୟାନ୍ B ହେଲେ A ର ମାନ କେତେ ହେବ। କ୍ୱେଶ୍ଚିନ୍ ନମ୍ବର 7 ତୁମର ସଠିକ୍ ଆନ୍ସର ହେବ ଅପସନ୍ ସି ହେବ, ଯାହାକି 45 ଡିଗ୍ରୀ ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 8, y ର କେଉଁ ମାନ ପାଇଁ -2 -2 0 and y ଏବଂ 3 and 3 ବିନ୍ଦୁ ତ୍ରୟ ଏକ ସରଳ ରେଖାରେ ରହିବେ। ତ କ୍ୱେଶ୍ଚିନ୍ ନମ୍ବର 8 ର ତୁମମାନଙ୍କର ସଠିକ୍ ଆନ୍ସର ହେବ ଅପସନ୍ ଏ ହେବ, 0। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 9, ନିମ୍ନସ୍ଥ ଘଟଣା ମଧ୍ୟରୁ କେଉଁଥିରେ ସବୁଠାରୁ ଅଧିକ ଜରିମାନା ଦେବାକୁ ହୋଇଥାଏ। ତ 9 ର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ସି, ଆମ୍ବୁଲାନ୍ସକୁ ରାସ୍ତା ନ ଦେବା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 10, ଗୋଟିଏ ବ୍ୟାଗ୍ରୁ କଳା ବଲ୍ ବାହାର କରିବାର ସମ୍ଭାବ୍ୟତା 5/18, ଲାଲ ବଲ୍ ବାହାରିବାର ସମ୍ଭାବ୍ୟତା 10/18। ଯଦି ବ୍ୟାଗ୍ଟିରେ କେବଳ କଳା, ଲାଲ ଓ ହଳଦିଆ ବଲ୍ ଥାଏ, ତେବେ ହଳଦିଆ ବଲ୍ ବାହାରିବାର ସମ୍ଭାବ୍ୟତା କେତେ। ତ ଏହାର ସଠିକ୍ ଆନ୍ସର ହେବ ତୁମର କ୍ୱେଶ୍ଚିନ୍ ନମ୍ବର 10 ର ଅପସନ୍ ସି ହେବ, 1/6। ଦେନ୍ ଦେଖିନେବା କ୍ୱେଶ୍ଚିନ୍ ନମ୍ବର 11, 150 ମିଟର ଲମ୍ବ ସୂତାରେ ବନ୍ଧା ହୋଇଥିବା ଏକ ଗୁଡ଼ି ଭୂମି ସହ 60 ଡିଗ୍ରୀ କୋଣ କରି ଉଡ଼ୁଥିଲା। ତେବେ ଭୂମି ଠାରୁ କେତେ ଉଚ୍ଚରେ ଗୁଡ଼ିଟି ଉଡ଼ୁଥିଲା। ତ ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି ହେବ, 75√3 ମିଟର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 12, ତ୍ରିଭୁଜ ABCରେ ସି କୋଣ ସମକୋଣ ହେଲେ cos A plus B ର ମୂଲ୍ୟ କେତେ ହେବ। ତ କ୍ୱେଶ୍ଚିନ୍ ନମ୍ବର 12 ର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ଏ, 0। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 13, କେତୋଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା 7 ଦ୍ୱାରା ବିଭାଜ୍ୟ। ତ 13 ନମ୍ବର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ଏ ହେବ, 128। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 14, R ଏକକ ବ୍ୟାସାର୍ଦ୍ଧ ଓ H ଏକକ ଉଚ୍ଚତା ବିଶିଷ୍ଟ ଏକ ନିଦା ସିଲିଣ୍ଡରକୁ ସମାନ ବ୍ୟାସାର୍ଦ୍ଧ ଓ ସମାନ ଉଚ୍ଚତା ବିଶିଷ୍ଟ ଅନ୍ୟ ଏକ ନିଦା ସିଲିଣ୍ଡର ଉପରେ ରଖାଗଲା। ନୂତନ ଭାବେ ସୃଷ୍ଟି ହୋଇଥିବା ଘନ ପଦାର୍ଥଟିର ସମଗ୍ର ପୃଷ୍ଠର କ୍ଷେତ୍ରଫଳ କେତେ ହେବ। ତ ଏହାର ସଠିକ୍ ଆନ୍ସର ହେବ କ୍ୱେଶ୍ଚିନ୍ ନମ୍ବର 14 ର ଅପସନ୍ ଡି ହେବ, 4πRh + 2πr² ବର୍ଗ ଏକକ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 15, cot ସ୍କୋୟାର 83 ଡିଗ୍ରୀ ମାଇନସ୍ a ସମାନ ଡ୍ୟାସ୍। ତ 15 ର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 16, ଦତ୍ତ ଚିତ୍ରରେ ଓ ବୃତ୍ତର କେନ୍ଦ୍ର PQ ଏକ ଜ୍ୟା
PR ସ୍ପର୍ଶକ P ବିନ୍ଦୁରେ PQ ସହ 50 ଡିଗ୍ରୀ କୋଣ ଉତ୍ପନ୍ନ କଲେ କୋଣ POQ ର ପରିମାଣ କେତେ? ତ ସେ ପଚାରିଛି POQ ର ପରିମାଣ କେତେ? ତ କ୍ୱେଶ୍ଚନ ନମ୍ବର 16 ର ସଠିକ୍ ଆନ୍ସର ହବ ତମମାନଙ୍କର ଅପସନ୍ ସି 100 ଡିଗ୍ରୀ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 17 ଗୋଟିଏ ଲୁଡୁ ଗୋଟିକୁ ଗଡ଼ାଇଲେ ଫଳଟି ଏକ ମୌଳିକ ସଂଖ୍ୟା ହେବାର ସମ୍ଭାବ୍ୟତା ନିରୂପଣ କର। ତ 17 ର ସଠିକ୍ ଆନ୍ସର ହବ ତମମାନଙ୍କର ଅପସନ୍ ଏ 1/2। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 18 ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପିଛା କରିବା ଦୂରତା କିଏ ନିର୍ଦ୍ଧାରିତ କରିଥାଏ? ତ 18ର ତମର ସଠିକ୍ ଆନ୍ସର ହବ ଅପସନ୍ ସି ଜାତୀୟ ନିରାପତ୍ତା ପରିଷଦ। ତ ଏହାର ସଠିକ୍ ଆନ୍ସର ହବ ଅପସନ୍ ସି। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 19 ତ୍ରିଭୁଜ PQR ଦେନ୍ ତମର ଦେଲା କି ତ୍ରିଭୁଜ ABC PQ equal to 6 ସେମି, AB equal to 8 ସେମି ଏବଂ ତ୍ରିଭୁଜ ABC ର ପରିସୀମା 36 ସେମି ହେଲେ ତ୍ରିଭୁଜ PQR ପରିସୀମା କେତେ? ତ ଏଠି ସର୍ବସମ ଦେଇଛି ତ୍ରିଭୁଜ PQR ସର୍ବସମ ତ୍ରିଭୁଜ ABC। ତ ଏହାର ସଠିକ୍ ଆନ୍ସର ହବ ତମର କ୍ୱେଶ୍ଚନ ନମ୍ବର 19 ର ଅପସନ୍ ସି ହବ 48 ସେମି। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 20 ଦତ୍ତ ଚିତ୍ରରେ BC ଉପରିସ୍ଥ D ଏକ ବିନ୍ଦୁ। ଦେନ୍ ଦେଲା କି ତମର ତ୍ରିଭୁଜ କୋଣ ADC ସମାନ୍ତର ଦେନ୍ ଦେଲା କି ତମର କୋଣ BAC ନିର୍ଣ୍ଣୟ କର। ତ ଏହାର ସଠିକ୍ ଆନ୍ସର ହବ କ୍ୱେଶ୍ଚନ ନମ୍ବର 20 ର ତମର ଅପସନ୍ ତମର ଆସିଯିବ ଅପସନ୍ ଏ ହେବ AC ସ୍କୋୟାର। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 21 ଦତ୍ତ ଚିତ୍ରରେ AB ମୂଲ୍ୟ ପାଇବା ପାଇଁ କେଉଁଟି ବ୍ୟବହାର ହୋଇପାରିବ? କ୍ୱେଶ୍ଚନ ନମ୍ବର 21 ତାର ସଠିକ୍ ଆନ୍ସର ଆସିଯିବ ଅପସନ୍ ଏ AB sin 60 ଡିଗ୍ରୀ। ଦେନ୍ ଦେଲା କ୍ୱେଶ୍ଚନ ନମ୍ବର 22 14 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଅର୍ଦ୍ଧଗୋଲକର ସମଗ୍ର ପୃଷ୍ଠର କ୍ଷେତ୍ରଫଳ ନିର୍ଣ୍ଣୟ କର। କ୍ୱେଶ୍ଚନ ନମ୍ବର 22 ଏହାର ସଠିକ୍ ଆନ୍ସର ହବ ଅପସନ୍ ଏ 1848 ବର୍ଗ ସେମି। 23 ଗୋଟିଏ କୋଣର ଆଧାରର ବ୍ୟାସାର୍ଦ୍ଧ ଓ ଉଚ୍ଚତାର ଅନୁପାତ 3:4 ଏହାର ଆୟତନ 301.44 ଘନ ସେମି ହେଲେ ବ୍ୟାସାର୍ଦ୍ଧର ଦୈର୍ଘ୍ୟ କେତେ? କ୍ୱେଶ୍ଚନ ନମ୍ବର 23 ଏହାର ସଠିକ୍ ଆନ୍ସର ହବ ତମର ଅପସନ୍ ବି 6 ସେମି। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 24 ଗୋଟିଏ ବୃତ୍ତର ପରିଧି 132 ସେମି ହେଲେ ଏହାର କ୍ଷେତ୍ରଫଳ କେତେ ହେବ? ତ ପରିଧି ଦେଇଛି ଏହାର ଯଦି କ୍ଷେତ୍ରଫଳ ତମେ ବାହାର କରିବ ତାହେଲେ ତାର ରାଇଟ୍ ଆନ୍ସର ହବ ତମର ଅପସନ୍ ସି ହବ 1386 ବର୍ଗ ସେମି। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 25 ଦତ୍ତ ଚିତ୍ରରେ DE parallel BC AD ନିର୍ଣ୍ଣୟ କର। ତ ଏହାର ସଠିକ୍ ଆନ୍ସର ତମର କଣ ହବ ନା ଅପସନ୍ ବି ହବ 24 ସେମି ସରି 2.4 ସେମି ଅପସନ୍ ବି ହବ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 26 ax square plus 4x plus 6a equal to 0 a is not equal to 0 ସମୀକରଣର ମୂଳ ଦ୍ୱୟର ସମଷ୍ଟି ଓ ମୂଳ ଦ୍ୱୟର ଗୁଣଫଳ ସମାନ ହେଲେ a ର ମାନ କେତେ ହେବ? ତ କ୍ୱେଶ୍ଚନ ନମ୍ବର 26 ର ସଠିକ୍ ଆନ୍ସର ହବ ତମମାନଙ୍କର ଅପସନ୍ ବି ହବ -2/3। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 27 2x plus 3y minus 8 equal to 0 ସମୀକରଣର ଲେଖଚିତ୍ର ସହ ନିମ୍ନସ୍ଥ କେଉଁ ସମୀକରଣର ଲେଖଚିତ୍ର ପରସ୍ପର ସମାନ୍ତର ହେବେ? ତ 27 ର ସଠିକ୍ ଆନ୍ସର ହବ ଅପସନ୍ ସି 10x plus 15y plus 9 equal to 0। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 28 ଅପସନ୍ ସି ହବ ତମର କ୍ୱେଶ୍ଚନ ନମ୍ବର 27। ଦେନ୍ ଦେଖିବା 28 କୌଣସି ବୃତ୍ତର ଏକ ଚାପର ଦୈର୍ଘ୍ୟ 8 ପାଇ ସେମି ଓ ବୃତ୍ତର ବ୍ୟାସାର୍ଦ୍ଧ 12 ସେମି ହେଲେ ଚାପର ଡିଗ୍ରୀ ପରିମାପ କେତେ ହେବ? କ୍ୱେଶ୍ଚନ ନମ୍ବର 28 ଏହାର ସଠିକ୍ ଆନ୍ସର ହବ ତମମାନଙ୍କର ଅପସନ୍ ସି 120 ଡିଗ୍ରୀ ହବ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 29 କୌଣସି ଏକ ଦ୍ୱିଘାତ ସମୀକରଣର ପ୍ରଭେଦକ ଏକ ଋଣାତ୍ମକ ସଂଖ୍ୟା ହେଲେ ସମୀକରଣର ମୂଳ ଦ୍ୱୟର ସ୍ୱରୂପ କଣ ହବ? 29 ଏହାର ସଠିକ୍ ଆନ୍ସର ହବ ଅପସନ୍ ଡି ବାସ୍ତବ ମୂଳ ନାହିଁ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 30 ନିମ୍ନଲିଖିତ ଉକ୍ତି ମଧ୍ୟରୁ କେଉଁଟି ଠିକ୍? ତ ଠିକ୍ ପଚାରିଛି ଏଠି କ୍ୱେଶ୍ଚନ ନମ୍ବର 30 ତ ରାଇଟ୍ ଆନ୍ସର ହବ ଅପସନ୍ ସି ଘଟଣାଟି ଫାଇ ହେଲେ ଏହାର ସମ୍ଭାବ୍ୟତା ଶୂନ। କ୍ୱେଶ୍ଚନ ନମ୍ବର 31 ଦୁଇଟି ସଦୃଶ ତ୍ରିଭୁଜ PQR ଓ ତ୍ରିଭୁଜ DEF ର ବାହୁମାନଙ୍କ ଅନୁପାତ 5:6 ଯଦି ତ୍ରିଭୁଜ PQR ର କ୍ଷେତ୍ରଫଳ 75 ବର୍ଗ ସେମି ହୁଏ ତେବେ ତ୍ରିଭୁଜ DEF ର କ୍ଷେତ୍ରଫଳ କେତେ ହବ? ତ 31 ର ସଠିକ୍ ଆନ୍ସର ହବ ଅପସନ୍ ସି 108 ବର୍ଗ ସେମି। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 32
ଗୋଟିଏ ତ୍ରିଭୁଜର ଶୀର୍ଷ କୋଣମାନଙ୍କର ସ୍ଥାନାଙ୍କ ଯଥାକ୍ରମେ 3 and -5, -7 and 4 ଏବଂ 10 and -2 ହେଲେ ଏହାର ଭରକେନ୍ଦ୍ରର ସ୍ଥାନାଙ୍କ କେତେ ହେବ? ତ 32 ର ସଠିକ୍ ଆନ୍ସର ହେବ ଅପସନ୍ ବି 2 - 1 ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 33 ଏବିସିଡି ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଯାହାର କର୍ଣ୍ଣଦ୍ୱୟ ବୃତ୍ତର କେନ୍ଦ୍ରଠାରେ ଛେଦ କରନ୍ତି। ତ ଏଠି ଦେଲା AEB ଚାପ ଇକ୍ୱାଲ୍ ଟୁ 100 ଡିଗ୍ରୀ ହେଲେ ଏହା କି ପ୍ରକାର ଚତୁର୍ଭୁଜ ଅଟେ? ତ 33 ର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି ହେବ ଆୟତ ଚିତ୍ର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 34 ଗୋଟିଏ ପ୍ରିଜିମ୍ର ଭୂମି ଏକ ସମବାହୁ ତ୍ରିଭୁଜ ବିଶିଷ୍ଟ ଯାହାର ପ୍ରତ୍ୟେକ ବାହୁ 4 ସେମି ଯଦି ପ୍ରିଜିମ୍ର ପାର୍ଶ୍ୱ ପୃଷ୍ଠର କ୍ଷେତ୍ରଫଳ 120 ବର୍ଗ ସେମି ହୁଏ ପ୍ରିଜିମ୍ର ଉଚ୍ଚତା କେତେ ହେବ? ତ 34 ର ସଠିକ୍ ଆନ୍ସର ହେବ ଅପସନ୍ ଡି 10 ସେମି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 35 ନିମ୍ନଲିଖିତ ମଧ୍ୟରୁ କେଉଁଟି କେନ୍ଦ୍ରୀୟ ପ୍ରବଣତାକୁ ସୂଚାଇବାର ଏକ ମାପ ନୁହେଁ? ତ 35 ର ସଠିକ୍ ଆନ୍ସର କ'ଣ ହେବ ନା ଅପସନ୍ ସି ବିସ୍ତାର ହେବ। କ୍ୱେଶ୍ଚିନ୍ ନମ୍ବର 36 ଦତ୍ତ ତଥ୍ୟାବଳୀରୁ 20 ରୁ 30 ଲବ୍ଧାଙ୍କଙ୍କର ବାରମ୍ବାରତା ନିର୍ଣ୍ଣୟ କର। ତ ଏଠି ବାରମ୍ବାରତା ପଚାରିଛି ତ ସଠିକ୍ ଆନ୍ସର କ'ଣ ହେବ ନା ଅପସନ୍ ଡି ହେବ 10। କ୍ୱେଶ୍ଚିନ୍ ନମ୍ବର 37 ଗୋଟିଏ ଭଗ୍ନ ସଂଖ୍ୟାର ଲବରୁ 1 ବିୟୋଗ କଲେ 1/3 ହୁଏ ଏବଂ ହରରେ 8 ଯୋଗ କଲେ 1/4 ହୁଏ। ଭଗ୍ନ ସଂଖ୍ୟାଟି ନିର୍ଣ୍ଣୟ କର। ସଠିକ୍ ଆନ୍ସର ହେବ ତମର ଅପସନ୍ ଏ ହେବ 5/12 ହେବ। ଦେନ୍ ଦେଲା କ୍ୱେଶ୍ଚିନ୍ ନମ୍ବର 38 ଗୋଟେ କାର୍ଟେଜୀୟ ସମତଳରେ ଅବସ୍ଥିତ ଏକ ବିନ୍ଦୁର ସ୍ଥାନାଙ୍କ 0 - 4 ହେଲେ ଏହା କେଉଁ ପାଦରେ ଅବସ୍ଥିତ? ତ ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ଡି କୌଣସି ପାଦରେ ଅନ୍ତର୍ଭୁକ୍ତ ନୁହଁ। କ୍ୱେଶ୍ଚିନ୍ ନମ୍ବର 39 sin a plus b by cos a cos b ତ ୟାର ସଠିକ୍ ଆନ୍ସର କ'ଣ ହେବ? 39 ର ସଠିକ୍ ଆନ୍ସର ହେବ ଅପସନ୍ ଏ ହେବ tan a plus tan b। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 40 ଗୋଟିଏ ତଥ୍ୟାବଳୀର ମାଧ୍ୟମାନ ମଧ୍ୟମା ଓ ଗରିଷ୍ଠକ ଯଥାକ୍ରମେ m, md and mo ହେଲେ ନିମ୍ନସ୍ଥ କେଉଁ ଆନୁଭବିକ ସମ୍ବନ୍ଧଟି ସତ୍ୟ ଅଟେ? ତ 40 ର ସଠିକ୍ ଆନ୍ସର ହେବ ଅପସନ୍ ବି ହେବ 3md equal to mo plus 2m। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 41 ନିମ୍ନସ୍ଥ କେଉଁ ସମୀକରଣ ଦ୍ୱୟ ଏକ ଏବଂ ଅଭିନ୍ନ ଅଟନ୍ତି? ତ 41 ର ସଠିକ୍ ଆନ୍ସର ତମର ହେବ ଅପସନ୍ ଡି ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 42 12 ର ସମସ୍ତ ଗୁଣନୀୟକ ମାନଙ୍କର ମାଧ୍ୟମାନ କେତେ? ତ ମାଧ୍ୟମାନ ପଚାରିଛି 42 ର ସଠିକ୍ ଆନ୍ସର ହେବ ଅପସନ୍ ଡି 14/3। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 43 ଦତ୍ତ ଚିତ୍ରରେ ତ୍ରିଭୁଜ PQR କୋଣ PQR ଇକ୍ୱାଲ୍ ଟୁ 90 ଡିଗ୍ରୀ ଏବଂ QM ଲମ୍ବ PR ଯଦି PQ ଇକ୍ୱାଲ୍ ଟୁ 12 ସେମି ଏବଂ RM ଇକ୍ୱାଲ୍ ଟୁ 7 ସେମି ତେବେ PM ନିର୍ଣ୍ଣୟ କର। ତ ଏଠି ପଚାରିଛି PM ତ ସଠିକ୍ ଆନ୍ସର ହେବ କ୍ୱେଶ୍ଚିନ୍ ନମ୍ବର 43 ର ଅପସନ୍ ଏ 9 ସେମି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 44 sin 28 ଡିଗ୍ରୀ ଡିଭାଇଡେଡ୍ ବାଇ cos 118 ଡିଗ୍ରୀ ର ମାନ ନିର୍ଣ୍ଣୟ କର। ତ ସଠିକ୍ ଆନ୍ସର ହେବ 44 ର ତୁମମାନଙ୍କର ଅପସନ୍ ସି ହେବ -1। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 45 ଦତ୍ତ ସମାନ୍ତର ଅନୁକ୍ରମର ପଞ୍ଚମ ପଦ d5 କେତେ ହେବ? ତ 45 ର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ସି ହେବ 5a + 4। କ୍ୱେଶ୍ଚିନ୍ ନମ୍ବର 46 ଏକ AP 53 48 43 ଡ୍ୟାସ୍ ର ପ୍ରଥମ କେଉଁ ପଦଟି ଏକ ଋଣାତ୍ମକ ପଦ ଅଟେ? 46 ର ସଠିକ୍ ଆନ୍ସର ହେବ ଅପସନ୍ ଏ ହେବ 12ତମ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 47 ନିମ୍ନସ୍ଥ କେଉଁ ଉକ୍ତିଟି ଭୁଲ ଅଟେ? ତ 47 ର ସଠିକ୍ ଆନ୍ସର ଆସିବ ତୁମମାନଙ୍କର ଅପସନ୍ ସି ଯେ କୌଣସି ସମକୋଣୀ ତ୍ରିଭୁଜର ବାହୁତ୍ରୟର ଦୈର୍ଘ୍ୟ ଗୋଟିଏ AP ରେ ରହିବେ। ବିଲକୁଲ ସଠିକ୍ ଆନ୍ସର ଅପସନ୍ ସି ହେବ ସଠିକ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 48 x² - 7x + 10 = 0 ସମୀକରଣର ବୀଜଦ୍ୱୟ ଏବଂ ଦେନ୍ ଦେଲା କି ୟାର ସଠିକ୍ ଆନ୍ସର ହେବ 48 ର ତୁମମାନଙ୍କର ଅପସନ୍ ଏ x² - 29x + 100 = 0। ତୁମେମାନେ ଭଲ କି କ୍ୱେଶ୍ଚିନ୍ ଦେଖି ନେବ କି ତୁମମାନଙ୍କର ଟୋଟାଲ କେତୋଟି କ୍ୱେଶ୍ଚିନ୍ ଆନ୍ସର ସଠିକ୍ ଅଛି। କ୍ୱେଶ୍ଚିନ୍ ନମ୍ବର 49 ର ସଠିକ୍ ଆନ୍ସର କ'ଣ ହେବ ନା ଅପସନ୍ ବି ହେବ -x² + 3x - 3 = 0। 49 ର ସଠିକ୍ ଆନ୍ସର ତୁମମାନଙ୍କର ହେବ ଅପସନ୍ ବି ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 50 ଗୋଟିଏ ରେଖାଖଣ୍ଡର ଏକ ପ୍ରାନ୍ତ ବିନ୍ଦୁ ଯାହାକି 3 and 0 ଓ ଏହାର ମଧ୍ୟବିନ୍ଦୁ 2 1 ହେଲେ
ଅନ୍ୟ ପ୍ରାନ୍ତ ତଠି ଭିଜିବୁଲ ଠିକ ସେ ହଉନାହିଁ। ତ ନିର୍ଣ୍ଣୟ କର। ତ ତମମାନେ ଚେକ୍ କରିନବ କ୍ୱେଶ୍ଚନ୍ କୁ ଠିକ ଭାବେ। ତ ଏହାର ସଠିକ ଆନ୍ସର ହବ ତୁମମାନଙ୍କର ଅପସନ୍ ଡି ହବ। ତ ଇଏ ଥିଲା 50 କ୍ୱେଶ୍ଚନ୍ ଅବଜେକ୍ଟିଭ ତମର କ୍ୱେଶ୍ଚନ୍ ଗୁଡ଼ିକ। ତ ତୁମମାନଙ୍କର ଯଦି ଅନ୍ୟ କିଛି ବି ସେଟ୍ ପଡ଼ିଥିବ ତ ତୁମମାନେ ମଧ୍ୟ ଚେକ୍ କରିପାରିବ। ଥ୍ୟାଙ୍କ ୟୁ। ତୁମମାନଙ୍କ ସହିତ ଦେଖା ହବ ନେକ୍ସଟ ଏକ ଭିଡିଓରେ। ଜୟ ଜଗନ୍ନାଥ।